ବ୍ରେକିଂ ନ୍ୟୁଜ୍ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। ଆଜି 24 ଜୁଲାଇ 2024ର ସମସ୍ତ ମୁଖ୍ୟ ଖବର ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜିର ପ୍ରଥମ 1 ନମ୍ବର ଖବରଟି ହେଉଛି ବିନା ଫିଟନେସ୍ ପଞ୍ଜୀକରଣରେ ଗାଡ଼ି ଚଲାଇଲେ ଫସିବେ। ସଡ଼କ ଦୁର୍ଘଟଣା ହ୍ରାସ ଓ ଯାତ୍ରୀ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ କଡ଼ାକଡ଼ି ନିୟମ ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକ୍ରମେ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବିନା ଫିଟନେସ୍ ଓ ପଞ୍ଜୀକରଣ ସାର୍ଟିଫିକେଟରେ ରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକ ବିରୋଧରେ କେବଳ ଜରିମାନା ନୁହେଁ, ଏଣିକି ଆଇନ ଅନୁଯାୟୀ ଜବତ କରାଯିବା ସହ ମାମଲା ରୁଜୁ କରିବା ଭଳି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ମୁଖ୍ୟ ଖବର ଜଗନ୍ନାଥ ଧାମ ବିକାଶ ପାଇଁ କିଛି ନାହିଁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସାଂସଦ ଆର୍ଥିକ ବର୍ଷର ବଜେଟ୍ ଆଗତ କରିଛନ୍ତି। ତେବେ ବଜେଟରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପ୍ୟାକେଜ କିଛି ଘୋଷଣା ହୋଇନଥିବା ବିରୋଧୀ ବିଜେଡି ଅଭିଯୋଗ ଆଣିଛି। ଏହି ଅଭିଯୋଗ ନିରାଶ କରୁଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଥିବା ବେଳେ ଭାଜପା ବଜେଟରେ ଓଡ଼ିଶାକୁ ଅଣଦେଖା କରାଯାଇନଥିବା କହିଛି। ଅତି ମୁଖ୍ୟ ଖବର ବିହାର ଆନ୍ଧ୍ରକୁ ଅଜାଡ଼ି ଦେଲେ ପାଣ୍ଠି। ମୋଦି ସରକାରଙ୍କ ତୃତୀୟ ପାଳିର ଦୁଇ ପ୍ରମୁଖ ମେଣ୍ଟ ସହଯୋଗୀ ବିହାର ଜେଡିୟୁ ନେତା ନୀତିଶ କୁମାର ଓ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଦାବି ଆଗରେ ସରକାର ମୁଣ୍ଡ ନୁଆଇଛନ୍ତି। ସେମାନଙ୍କ ଦାବି ଅନୁସାରେ ବଜେଟରେ ବ୍ୟବସ୍ଥା କରାଯାଇଛି। ବିହାର ରାଜପଥ ନିର୍ମାଣ ଲାଗି 26,000 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବହୁମୁଖୀ ବ୍ୟାଙ୍କ ଜରିଆରେ ଋଣର ବ୍ୟବସ୍ଥା କରିବା ଲାଗି ନୀତିଶ ପାଇଁ ଯେଉଁ ଦାବି କରିଥିଲେ ତାହାକୁ ମଧ୍ୟ ସରକାର ମାନି ନେଇଛନ୍ତି। ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀ ବିକାଶ କରିବା ଲାଗି ବଜେଟରେ 15,000 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପରବର୍ତ୍ତୀ ମୁଖ୍ୟ ଖବର ଆଜି 5 ଜିଲ୍ଲାରେ ଅତି ପ୍ରବଳ ବର୍ଷା। ଆସନ୍ତା 3 ଦିନ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବୁଧବାର ବାଲେଶ୍ୱର, କେଉଁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା 6ରୁ 20 ସେଣ୍ଟିମିଟର ହେବ। ପରବର୍ତ୍ତୀ ମୁଖ୍ୟ ଖବର ଦହି ଚିନି ଖୁଆଇଲେ ରାଷ୍ଟ୍ରପତି। ନିଜର ସପ୍ତମ ବଜେଟ୍ ଉପସ୍ଥାପନ କରିବା ଲାଗି ସଂସଦ ଭବନ ଯିବା ପୂର୍ବରୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ତାଙ୍କ ଟିମ୍ ସାକ୍ଷାତ କରିଥିଲେ। ଏହି ଅବସରରେ ବଜେଟ୍ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମଙ୍ଗଳ କାମନା କରି ରାଷ୍ଟ୍ରପତି ମୁର୍ମୁ ଦହି ଚିନି ଖୁଆଇଥିଲେ। ଭାରତରେ ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମିଠା ଖାଇବାର ପରମ୍ପରା ରହିଛି। ପରବର୍ତ୍ତୀ ମୁଖ୍ୟ ଖବର ନବୀନଙ୍କ ଗିରଫ ଦାବି କଲେ ମହାଲିଙ୍ଗ। ସୋମବାର ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ଦେବା ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହର ନିୟମ ଭାଙ୍ଗିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀ ଦଳ ନେତା ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏଥିପାଇଁ ନବୀନ ପଟ୍ଟନାୟକଙ୍କୁ ଗିରଫ କରାଯାଉ। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଗୃହରେ ଏଭଳି ଦାବି କରିଛନ୍ତି। ଏହିପରି ସମସ୍ତ ବଡ଼ ଖବର ଜାଣି ଆଗରେ ରହିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ।